जय जगन्नाथ आपण मानकु प्रज्योतिषवालू स्वागतम। शास्त्र अनुसारे अक्षय तृतीया हूँ स्वयं सिद्ध मुहूर्त बोली ग्रहण कराए। यार अर्थ हूँ जे यही दिन में कौन सी मुहूर्त देखा जाए नहीं। बिना मुहूर्त देखी आपण जेकोसी शुभ कार्य विवाह गृह प्रवेश बेपार जीतिक भी मांगलिक कार्य थाए माने बिना मुहूर्त आपण शुभ कार्य करें। आउ यही दिन ଆପଣ ଯେକୌଣସି ଭଲ କାମ କରନ୍ତୁ ବା ଖରାପ କାମ କରନ୍ତୁ ସେ ସବୁବେଳେ ଅକ୍ଷୟ ହେଇକରି ରହିଥାଏ। ଅକ୍ଷୟର ଅର୍ଥ କେବେ କ୍ଷୟ ହେଉନଥିବା ବା କେବେ ଶେଷ ହେବ। ତାର ଫଳ ଆପଣଙ୍କୁ ମାନେ କେବେ ଶେଷ ହେବନି ସେମିତି ଫଳ ଆପଣଙ୍କୁ ମିଳିଥାଏ। ଯଦି ଆପଣ କିଛି ଭଲ କର୍ମ କରୁଛନ୍ତି ସେଇ ଭଲ କର୍ମର ଫଳ ଆପଣଙ୍କୁ ସବୁ ଅକ୍ଷୟ ବା କେବେ ଶେଷ ହେଉନଥିବା ଭଳି ଫଳ ଆପଣଙ୍କୁ ମିଳିଥାଏ। ଆଉ ଅକ୍ଷୟ ତୃତୀୟରେ ସୂର୍ଯ୍ୟ ଓ ଚନ୍ଦ୍ର ନିଜ ଉଚ୍ଚ ରାଶିରେ ରହିଥାନ୍ତି। ଅକ୍ଷୟ ତୃତୀୟାର ମହତ୍ଵ ବହୁତ ଅଧିକା ଥାଏ। ଅକ୍ଷୟ ତୃତୀୟା ଏମିତିଆ ଗୋଟେ ଦିନ ଯେଉଁ ଦିନରେ ଆପଣ ଯେକୌଣସି ଶୁଭ କାର୍ଯ୍ୟ ମାଙ୍ଗଳିକ କାର୍ଯ୍ୟ କରିପାରିବେ। ଯେମିତିକି ନୂଆ ଗାଡ଼ି କିଣିବା କୌଣସି ଜିନିଷ କିଣିବା ଗୃହ ପ୍ରବେଶ କରିବା ଗହଣା କିଣିବା ଯେକୌଣସି ଶୁଭ କାର୍ଯ୍ୟ ଆପଣ ମାନେ ଆପଣ କିଣିପାରିବେ। ମାନ୍ୟତା ଅନୁସାରେ ଏଇ ଦିନ ଜୀବନରେ ଭଲ ମାନେ ଭାଗ୍ୟ ସୌଭାଗ୍ୟ ସଫଳତା ମଧ୍ୟ ଆଣିଥାଏ। ଏହି କାରଣରୁ ବହୁତ ଲୋକମାନେ ସେଦିନ ଜମି ଜାଗା ରିଏଲ ଏଷ୍ଟେଟ୍ ମାର୍କେଟ ନୂଆ ବ୍ୟବସାୟ ଆରମ୍ଭ କରିବା କିଛି ନୂଆ ଜିନିଷ ମାନେ ଆରମ୍ଭ କରିଥାନ୍ତି। ଆଉ ଏଇ ଦିନ ଯେକୌଣସି ଆପଣ କାମ କରିବେ ସେଇଟା ସବୁବେଳେ ସଫଳ ହେଇଥାଏ। ଭଲ କାମ କଲେ ତାର ଫଳ କେବେ ବି ଶେଷ ହୁଏ ନାହିଁ। ଆଉ ଖରାପ କାମ କଲେ ତାର ଫଳ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଆପଣଙ୍କୁ ମିଳିଥାଏ। ତେଣୁ ସବୁବେଳେ ଚେଷ୍ଟା କରନ୍ତୁ ଆଟଲିଷ୍ଟ ସେଇ ଗୋଟିଏ ଦିନରେ ଆପଣ ଭଲ କର୍ମ କରିବା ପାଇଁ। ତା ବ୍ୟତୀତ ଏହି ଦିନ ବହୁତ ଶୁଭ କାର୍ଯ୍ୟ ସବୁ ହେଇଥାଏ। ଯେମିତିକି ପରଶୁରାମ ଭଗବାନ ଏଇ ଦିନ ଜନ୍ମଗ୍ରହଣ କରିଥିଲେ। ଏଇ ଦିନ ଭଗବାନ ବିଷ୍ଣୁଙ୍କ ପାଦରୁ ମା ଗଙ୍ଗା ଆମର ପୃଥିବୀ ପୃଷ୍ଠକୁ ଅବତରଣ କରିଥିଲେ। ସତ୍ୟ ଯୁଗ ତ୍ରେତୟା ଯୁଗ ଦ୍ୱାପର ଯୁଗର ମଧ୍ୟ ଆରମ୍ଭ ଅକ୍ଷୟ ତୃତୀୟା ଦିନରୁ ହିଁ ହେଇଥାଏ। ଏହି ଦିନରେ ଆମର ବିହନ ମୁଠି ଅନୁକୂଳ ହୁଏ ରଥକାଠ ଅନୁକୂଳ ହେଇଥାଏ। ଚନ୍ଦନ ଯାତ୍ରା ମଧ୍ୟ ଆରମ୍ଭ ହୋଇଥାଏ। ଏହି ଦିନ ସକାଳୁ ଉଠି ସ୍ନାନ ଦାନ ପୂଜା ଜପ ପାଠ କରିବା ବହୁତ ଶୁଭ ଗ୍ରହଣ କରାଯାଇଥାଏ। ଏହି ଦିନରେ ଆପଣ ଯଦି କିଛି ପୁଣ୍ୟ କରୁଛନ୍ତି ସେ ପୁଣ୍ୟ କେବେ ବି କମ୍ ହେଇନଥାଏ। ଏହି ଦିନ ଯଦି ଅକ୍ଷୟ ତୃତୀୟା ଗୋଟେ ରବିବାର ଦିନରେ ପଡ଼ିଗଲେ ତାହା ଅତ୍ୟଧିକ ଶୁଭ ବୋଲି ଗ୍ରହଣ କରାଯାଇଥାଏ। ଭଗବାନ ବିଷ୍ଣୁଙ୍କର ପୂଜା ଏହି ଦିନରେ କଲେ ବିଶେଷ କୃପା ମିଳିଥାଏ। ସନ୍ତାନ ସୁଖ ଲାଭ ହେଇଥାଏ। ଗରିବ ମାନଙ୍କୁ ବା କୌଣସି ଅସହାୟ ବ୍ୟକ୍ତିଙ୍କୁ ଆପଣ ଯଦି ସହାୟତା କରୁଛନ୍ତି ବସ୍ତ୍ରଦାନ ଭଲ କାମ କରୁଛନ୍ତି ତ ସେଟା ମଧ୍ୟ ଆପଣଙ୍କୁ ମଧ୍ୟ ମିଳିଥାଏ। ତା ବ୍ୟତୀତ ଏହି ଦିନରେ ଆପଣ ଯଦି କୌଣସି ନଦୀରେ ସ୍ନାନ କରୁଛନ୍ତି ଗଙ୍ଗା ସ୍ନାନ କରୁଛନ୍ତି ତାହେଲେ ମଧ୍ୟ ବହୁତ ଶୁଭ ହେଇଥାଏ। ତା ବ୍ୟତୀତ ଏଇ ଦିନ ଆପଣ ଯଦି କିଛି ଦାନ ଧର୍ମ କରୁଛନ୍ତି ଯେମିତିକି ଚାଉଳ ହେଲା ଗହମ ଦହି ବସ୍ତ୍ର କଠଉ ଛତା ତା ବ୍ୟତୀତ ଜଳଦାନ ଅନ୍ନଦାନ ଏସବୁ ଯଦି ଆପଣ ଦାନ କରିବା ବହୁତ ଶୁଭ ହେଇଥାଏ। କାରଣ ଦାନ ଦ୍ୱାରା ଆପଣଙ୍କର ଊର୍ଜାର ପରିବର୍ତ୍ତନ ହେଇଥାଏ। ଆପଣଙ୍କୁ ଗୋଟେ ସକାରାତ୍ମକ ଶକ୍ତି ମଧ୍ୟ ମିଳିଥାଏ। ତା ବ୍ୟତୀତ ଯଦି ଏହି ଦିନ ରୋହିଣୀ ନକ୍ଷତ୍ର ମଧ୍ୟ ଥାଏ ତାହାର ମହତ୍ଵ ବଢ଼ି ଯାଇଥାଏ। କାରଣ ରୋହିଣୀ ନକ୍ଷତ୍ର ସହିତ ଅକ୍ଷୟ ତୃତୀୟା ମିଶିଥିଲେ ଆପଣ ଯାହା ବି ଦାନ ଧର୍ମ କରୁଛନ୍ତି ତାହାର 100 ଗୁଣ ଫଳ ଆପଣଙ୍କୁ ମିଳିଥାଏ। ଏଇ ଦିନ ଆଶୀର୍ବାଦ ମାନେ ଆପଣଙ୍କୁ ଯଦି କିଏ ଆଶୀର୍ବାଦ ଦଉଛି ତାହା ମଧ୍ୟ ବହୁତ ଶକ୍ତିଶାଳୀ ଗ୍ରହଣ କରାଯାଇଥାଏ। ଧନ ସମ୍ପତ୍ତି ଉନ୍ନତି ପାଇଁ ଏଇ ଦିନଟି ସବୁଠାରୁ ଶ୍ରେଷ୍ଠ ଦିନ। ଦାନ କଲେ ଆପଣଙ୍କର ପାପ କମିକରି ପୁଣ୍ୟ ବଢ଼ିଥାଏ। ମୃତ୍ୟୁ ପରେ ମଧ୍ୟ ଦାନର ଫଳ ଆପଣଙ୍କୁ ମିଳିଥାଏ। ପୂର୍ଣ୍ଣ ଜନ୍ମରେ ମଧ୍ୟ ସୁଖ ସମୃଦ୍ଧି ମିଳିଥାଏ। ଏଇ ଦିନ ବଦ୍ରୀନାଥରେ ମାନେ ଦ୍ୱାର ମଧ୍ୟ ତାର ଖୋଲା ରହିଥାଏ। ମାନେ ଖୋଲାଯାଏ ପ୍ରଥମ ଥର ଭାବେ ଖୋଲା ଯାଇଥାଏ ଯେଉଁ ବନ୍ଦ ହେଇଥାଏ 6 ମାସ ପର୍ଯ୍ୟନ୍ତ। ତ ଅକ୍ଷୟ ତୃତୀୟା ଦିନ ଖୋଲା ହେଇଥାଏ। ବୃନ୍ଦାବନରେ ଶ୍ରୀ ବିହାରୀଜୀଙ୍କର ଚରଣ ମଧ୍ୟ ମାନେ ଚରଣ ଦର୍ଶନର ଲାଭ ମଧ୍ୟ ମିଳିଥାଏ। ତା ବ୍ୟତୀତ ଦେଖନ୍ତୁ ଏହି ଦିନ କୌଣସି ଶୁଭ କାର୍ଯ୍ୟ ଯଦି ଆପଣ ମାନେ କରୁଛନ୍ତି ତା ବ୍ୟତୀତ କୁହାଯାଏ ଯେ ଅକ୍ଷୟ ତୃତୀୟା ଦିନ କିଛି ନା କିଛି ଜିନିଷ କିଣିଲେ ବହୁତ ଶୁଭ।
ତ ଆଜିକାଲି ଆପଣ ଜାଣିଥିବେ ସୁନା ଆଉ ରୂପାର ରେଟ୍ ବହୁତ ଅଧିକ। ତ ସୁନା ରୂପା ବ୍ୟତୀତ ଆପଣ କ'ଣ କିଣିଲେ ମାନେ କିଛି ନା ମାନେ ଆପଣ ଯେତେ କିଣିବେ ତାର 100 ଗୁଣା ଆପଣଙ୍କୁ ଫଳ ସେହି ହିସାବରେ ମିଳିବ। ତେଣୁକରି ଆପଣ କ'ଣ କିଣିପାରିବେ? ଦେଖନ୍ତୁ ଆପଣ ସୁନା ଯଦି ନ କିଣି ପାରୁଛନ୍ତି, ରୂପା ନ କିଣି ପାରୁଛନ୍ତି, ତ ସୁନାର କଏନ୍ କି ରୂପାର କଏନ୍ ମଧ୍ୟ କିଣିପାରିବେ। ଯଦି ଆପଣ ସୁନା ରୂପା କିଣିବାକୁ କି କୌଣସି ମୂଲ୍ୟବାନ ଧାତୁ ଆପଣ ଯଦି କିଣିବାକୁ ଇଚ୍ଛା କରୁନାହାନ୍ତି, ତା ପରିବର୍ତ୍ତେ ଆପଣ ଶ୍ରୀଯନ୍ତ୍ର ମଧ୍ୟ କିଣିପାରିବେ। ଶ୍ରୀଯନ୍ତ୍ର ହେଉଛି ମହାଲକ୍ଷ୍ମୀଙ୍କର ସବୁଠାରୁ ପ୍ରିୟ ଯନ୍ତ୍ର। ତାକୁ ସେଦିନ ଆଣି ଆପଣ କ'ଣ କରିବେ? ପୂଜା କରିପାରିବେ। ତା ବ୍ୟତୀତ ଆପଣ ସଉଦା ଆପଣ ମାନେ ଯେକୌଣସି ସଉଦା ମାନେ କି ଯେମିତି ଚାଉଳ, ଗହମ, ଡାଲି ଏସବୁ ଜିନିଷ ଆପଣ କିଣିପାରିବେ। ଠିକ୍ ଅଛି। ତା ବ୍ୟତୀତ ଆପଣ କୌଣସି ନୂଆ କପଡ଼ା ଆପଣଙ୍କ ପାଇଁ ହଉ, ଗୋଟେ ଶାଢ଼ୀ ଖଣ୍ଡେ ହଉ କି ଗୋଟେ ଛୋଟ ଛୁଆର ଡ୍ରେସ୍ ହଉ, କିଛି ନହେଲେ ଗୋଟେ ରୁମାଲ ଖଣ୍ଡେ ଆପଣ ମଧ୍ୟ କିଣିପାରିବେ। ଯେକୌଣସି ଜିନିଷ ସେଦିନ ଆପଣ କିଣିପାରିବେ। ନହେଲେ ଆପଣ ଦୀପ ମଧ୍ୟ ମାଟିର କୌଣସି ଜିନିଷ ଆପଣ କିଣିପାରିବେ। ମାଟିର ଦୀପ, ମାଟିର ଠାକୁରଙ୍କର କୌଣସି ପୂଜା ସାମଗ୍ରୀ ଆପଣ ମାଟିର କିଣିପାରିବେ। ନହେଲେ ପିତ୍ତଳରେ କୌଣସି ପୂଜା ସାମଗ୍ରୀ ମଧ୍ୟ କିଣିପାରିବେ। ତା ବ୍ୟତୀତ ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ଜିନିଷ ହେଉଛି ଝାଡ଼ୁ। ସେଦିନ ଆପଣ ଝାଡ଼ୁ କିଣିପାରିବେ, କେଶର କିଣିପାରିବେ, ଲୁଣ କିଣିପାରିବେ। କିନ୍ତୁ ଆପଣ ସେଦିନ ଲୁଣ କିଣିବେ, ସେଇ ଲୁଣକୁ ଆପଣ ଖାଇବେ ନାହିଁ। ଠିକ୍ ଅଛି। ତା ବ୍ୟତୀତ ତୁଳା ନହେଲେ ତୁଳସୀ ଗଛ ଗୋଟେ ଆପଣ ନର୍ସରୀରୁ ଆଣି ଘରେ ରଖି ସେଦିନ ପୂଜା କରିପାରିବେ। ନହେଲେ ମା ଲକ୍ଷ୍ମୀଙ୍କର ପ୍ରିୟ ହେଉଛି ଆପଣଙ୍କର ଦକ୍ଷିଣାବର୍ତ୍ତୀ ଶଙ୍ଖ କିଣିପାରିବେ। ନହେଲେ କଉଡ଼ି, ନହେଲେ ଖଣ୍ଡ ହଳଦୀ ମାନେ ଯେଉଁ ଗୋଟା ହଳଦୀ ଥାଏ, ଗୋଟା ହଳଦୀ ମଧ୍ୟ କିଣିପାରିବେ। ମାନେ ଆପଣ ସୁନା ରୂପା ବ୍ୟତୀତ ଏସବୁ ଜିନିଷ ମଧ୍ୟ ଆପଣ କିଣିପାରିବେ, ଯାହାଦ୍ୱାରା ଆପଣଙ୍କର ସେଇ ସୌଭାଗ୍ୟର ପ୍ରତୀକ ଆପଣଙ୍କ ଘରକୁ ଆସିଲେ ତ ଆପଣଙ୍କର ଘର ଧନ ଧାନ୍ୟରେ ମଧ୍ୟ ପରିପୂର୍ଣ୍ଣ ହେବ। ମା ଲକ୍ଷ୍ମୀଙ୍କର କୃପା ମଧ୍ୟ ଆପଣଙ୍କ ଉପରେ ରହିବ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏହି ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।